नमस्कार। ମୁଁ ପ୍ରୀତିପ୍ରଭା ମଲ୍ଲିକ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକର ବାଘବୁଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଅଟେ। ମୁଁ ଆଜି ଆପଣମାନଙ୍କ ପାଇଁ ସ୍ୱାଧୀନତା ଦିବସର ଏକ ଭାଷଣଟିଏ ଉପସ୍ଥାପନ କରିବାକୁ ଯାଉଛି। ଏହି ଭାଷଣଟି ଆମ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ମୋର ଆଶା ଓ ବିଶ୍ୱାସ। ସମସ୍ତଙ୍କୁ ଅନୁରୋଧ, ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ମୋର ଏହି ଭାଷଣଟିକୁ ସମସ୍ତଙ୍କୁ ସେୟାର କରିବେ ଓ ଭିଡ଼ିଓକୁ ଲାଇକ୍ କରିବେ। ମୋ ଭିଡ଼ିଓକୁ ଲାଇକ୍ କରିବା ସହ ଆପଣ ଏହାକୁ ଅଭ୍ୟାସ କରିବେ। ଚାଲନ୍ତୁ ଆମେ ଭାଷଣଟିକୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା, ଉପସ୍ଥିତ ସାଧୁ ସଜ୍ଜନ ମଣ୍ଡଳୀ ତଥା ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମ ପାଇଁ ଏକ ଗର୍ବ ଓ ଗୌରବର ଦିନ। ଆମେ ଆଜି ଆମର 78ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତ। ଆଜକୁ ପ୍ରାୟ 78 ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ଅର୍ଥାତ୍ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ଭାରତ ଇଂରେଜମାନଙ୍କ ଶାସନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କଲା। ସେହି ଦିନଠାରୁ ଆମେ ପ୍ରତିବର୍ଷ ଅଗଷ୍ଟ ମାସ 15 ତାରିଖକୁ ଆମର ସ୍ୱାଧୀନତା ଦିବସ ରୂପେ ଖୁବ୍ ଆନନ୍ଦ ଓ ଉଲ୍ଲାସର ସହିତ ସହର, ବଜାର, ପୁରପଲ୍ଲୀରେ ପାଳନ କରି ଆସୁଛନ୍ତି। ଆମେ ସମସ୍ତେ ଆମର ଜାତୀୟ ପତାକା ତଳେ ଏକତ୍ରିତ ହୋଇ ସ୍ମରଣ କରୁଛନ୍ତି ସେହି ପୂର୍ବସୂରୀ ମାନଙ୍କୁ, ଯେଉଁମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ପ୍ରାଣତ୍ୟାଗ ଫଳରେ ଆମେ ସ୍ୱାଧୀନତା ହାସଲ କରିଛନ୍ତି। ଆମେ ସମସ୍ତେ ଜାଣିଛନ୍ତି, ଇଂରେଜମାନଙ୍କ ଶାସନ କାଳରେ ଆମ ପୂର୍ବସୂରୀ ମାନେ କେତେ ଅନ୍ୟାୟ ଅତ୍ୟାଚାରର ଶିକାର ହୋଇଛନ୍ତି, କେତେ ଦୁଃଖ କଷ୍ଟ ଭୋଗ କରିଛନ୍ତି। ଚାବୁକ ପାହାର, ବେତ ପାହାର, ଗୁଳିମାଡ଼ ସହି ବର୍ଷ ବର୍ଷ ଜେଲ ଦଣ୍ଡ ଭୋଗି ଆମକୁ ସ୍ୱାଧୀନତା ଦେଇଛନ୍ତି। ଏହି ସ୍ୱାଧୀନତା ପାଇଁ ଆମ ଦେଶର ଶହ ଶହ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜିରେ ଲଗାଇ ଇଂରେଜ ଗୁଳିଗୋଳାକୁ ଖାତିର ନକରି ଗୁଳି ଆଗରେ ଛାତି ପତାଇ ଶହୀଦ ହୋଇଯାଇଛନ୍ତି। ଇଂରେଜମାନଙ୍କର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇ ଆମ ଦେଶର ଆବାଳ ବୃଦ୍ଧ ବନିତା ସମସ୍ତେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ତାନ୍ତିଆ ଟୋପେ, ଲକ୍ଷ୍ମୀବାଇ, ସର୍ଦ୍ଦାର ପଟେଲ, ଆମ୍ବେଦକର, କୁନ୍ତଳା କୁମାରୀ, ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଲକ,
ବାଜି ରାଉତ ଭଳି ଶହ ଶହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆମେ ଆଜି ସ୍ୱାଧୀନ ବୋଲି ଚାରିଆଡେ ଡିଣ୍ଡିମ ପିଟୁଛନ୍ତି। ଶହୀଦ ହୋଇଥିବା ବୀର ପୁରୁଷ ମାନଙ୍କ ପାଖରେ ଆମେ ଚିରଋଣୀ। ତାଙ୍କ ବଳିଦାନ ପାଇଁ ଆମେ ଆଜି ଜାତୀୟ ପତାକା ତଳେ ଏକତ୍ରିତ ହୋଇ ତାଙ୍କୁ ସ୍ମରଣ କରି ତାଙ୍କ ଗୁଣଗାନ ସହ ଜୟ ଜୟକାର କରୁଛନ୍ତି। ଅତୀତରେ ଆମର ସାମାନ୍ୟ ଦୋଷ ତ୍ରୁଟି ଓ ଏକତାର ଅଭାବ ଯୋଗୁଁ ଇଂରେଜମାନେ ତାର ଫାଇଦା ଉଠାଇବା ସହ ଦୀର୍ଘ 200 ବର୍ଷ ଧରି ଆମକୁ ଶାସନ କଲେ। ଆମ ଦେଶର ଧନରତ୍ନ ବୋହି ନେଲେ। ଆମ ଉପରେ ଅତ୍ୟାଚାର କରି ଆମକୁ ବେଠି ଖଟାଇଲେ। ଆଜି ଆମେ ଅତୀତର ସେହି ଲୋମ ଟାଙ୍କୁରା ଦୃଶ୍ୟ ସବୁକୁ ମନେ ପକାଇ ଆମ ଭୁଲର ପୁନରାବୃତ୍ତି ହେବାକୁ ଦେବା ନାହିଁ। ସମସ୍ତେ ଏକତାର ରଜ୍ଜୁରେ ବାନ୍ଧି ହୋଇ ଦେଶ ଜାତି ପାଇଁ ନିଃସ୍ୱାର୍ଥପର ଭାବେ ଆଗାମୀ ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରିବା। ଏମିତି ହେଲେ ଆମେ ନିଶ୍ଚିତ ଆମ ପୂର୍ବସୂରୀ ମାନଙ୍କ ଇପ୍ସିତ ଲକ୍ଷ୍ୟ ପୂରଣ କରିପାରିବା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନର ରାମରାଜ୍ୟ ଗଠନ କରିପାରିବା। ମୁଁ ଏତିକି କହି ମୋର ବକ୍ତୃତା ଶେଷ କରୁଛି। ଜୟ ହିନ୍ଦ, ଭାରତ ମାତା କି ଜୟ। ସମସ୍ତଙ୍କୁ ଅନୁରୋଧ, ଏହି ଭିଡିଓଟିକୁ ସମସ୍ତଙ୍କୁ ସେୟାର କରିବା ସହ ଲାଇକ୍ କରିଦିଅନ୍ତୁ। ମୋର ଏହି ଭିଡିଓଟିକୁ କିଛି ତ୍ରୁଟି ଥିଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ନିଜର ମତାମତ ଦିଅନ୍ତୁ। ଫଳରେ ମୁଁ ମୋର ତ୍ରୁଟିକୁ ପରବର୍ତ୍ତୀ ସମୟରେ ସୁଧାରି ପାରିବି। ହଁ, ଦୟାକରି ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ଅଲ୍ ନୋଟିଫିକେସନ ବଟନ ଅନ୍ କରିଦିଅନ୍ତୁ। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ନମସ୍କାର।